ଗଣେଶଙ୍କ ଚତୁରତା। ଗଣେଶ ଓ କାର୍ତ୍ତିକ ଦୁଇ ଭାଇ। ସେମାନେ ପିତା ଶିବ ଓ ମାତା ପାର୍ବତୀଙ୍କ ସହିତ କୈଳାସ ପର୍ବତରେ ରହୁଥିଲେ। ଦୁଇ ଭାଇଙ୍କ ମଧ୍ୟରୁ ଗଣେଶ ଶାନ୍ତଶିଷ୍ଟ ଓ ବୁଦ୍ଧିମାନ ଥିଲେ। କାର୍ତ୍ତିକ ସୁନ୍ଦର କିନ୍ତୁ ଟିକେ ଚଞ୍ଚଳ ଥିଲେ। ଥରେ ଗଣେଶ ଓ କାର୍ତ୍ତିକ ସାଙ୍ଗ ହୋଇ ଖେଳୁଥିଲେ। ଦୁହିଁଙ୍କ ଭିତରେ କଥା ପଡ଼ିଲା, ପୃଥିବୀ ଚାରିପଟେ ବୁଲି କିଏ ଆଗ ପହଞ୍ଚିବ। କାର୍ତ୍ତିକ କହିଲେ, ଗଣେଶ, ତୁମର ବାହନ ମୂଷା। ତୁମକୁ ନେଇ ସେ କେତେ ବାଟ ଯିବ? ମୋ ବାହନ ହେଉଛି ମୟୂର। ସଙ୍ଗେ ସଙ୍ଗେ ପୃଥିବୀ ଚାରିପଟେ ବୁଲି ଆସିବ। ତୁମେ ନିଶ୍ଚୟ ହାରିଯିବ। ଏକଥା କହି କାର୍ତ୍ତିକ ମୟୂର ଉପରେ ବସି ଉଡ଼ି ଚାଲିଗଲେ। ଗଣେଶ କିଛି କହିଲେ ନାହିଁ, ଚୁପଚାପ ହୋଇ ରହିଲେ। କିଛି ସମୟ ପରେ ନିଜ ବାହନରେ ବସି ତାଙ୍କର ପିତା ଶିବ ଓ ମାତା ପାର୍ବତୀଙ୍କ ଚାରିପାଖରେ ତିନିଥର ବୁଲି ଆସିଲେ। ଅଳ୍ପ ସମୟ ପରେ କାର୍ତ୍ତିକ ତାଙ୍କ ମୟୂର ଉପରେ ବସି ଘରକୁ ଫେରିଲେ। ଦେଖିଲେ ବାପ ମାଙ୍କ ପାଖରେ ଗଣେଶ ବସିଛନ୍ତି। ସେ କହିଲେ, ଗଣେଶ, ତୁମେ ହାରିଗଲ। ଗଣେଶ କହିଲେ, ତୁମେ ସିନା ପୃଥିବୀ ଚାରିପଟେ ଥରେ ବୁଲି ଆସିଲ, ମୁଁ କିନ୍ତୁ ତିନିଥର ବୁଲି ଆସିଛି। କାର୍ତ୍ତିକ ଆଶ୍ଚର୍ଯ୍ୟ ହୋଇ ଅନାଇଲେ। ଗଣେଶ କହିଲେ, ବାପ ମା ପୃଥିବୀ ଠାରୁ ମଧ୍ୟ ବଡ଼। ମୁଁ ତାଙ୍କ ଚାରିପାଖରେ ତିନିଥର ବୁଲି ଆସିଛି। ଶିବ ଓ ପାର୍ବତୀ ଚୁପଚାପ ଦୁଇ ଭାଇଙ୍କ କଥା ଶୁଣିଲେ। ମାତା ପାର୍ବତୀ କହିଲେ, ଗଣେଶ ବଡ଼ ଚତୁର, ତେଣୁ ସେ ବୁଦ୍ଧି ବଳରେ ଜିତି ଯାଇଛି। ଆଚ୍ଛା ପିଲାମାନେ, ଏହି କାହାଣୀରୁ ଆମେ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ବିଷୟରେ ଜାଣିବାକୁ ଚେଷ୍ଟା କରିବା। ପ୍ରଶ୍ନ ନମ୍ବର 1, କାର୍ତ୍ତିକ ଗଣେଶ ସହିତ ଶିବ ପାର୍ବତୀ କେଉଁଠାରେ ରହୁଥିଲେ? କାର୍ତ୍ତିକ ଗଣେଶ ସହିତ ଶିବ ପାର୍ବତୀ କେଉଁଠାରେ ରହୁଥିଲେ? କେଉଁଠାରେ? ନା, କାର୍ତ୍ତିକ ଗଣେଶ ସହିତ ଶିବ ପାର୍ବତୀ କୈଳାସ ପର୍ବତରେ ରହୁଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନ ବା ପ୍ରଶ୍ନ ନମ୍ବର 2, କାର୍ତ୍ତିକ ଓ ଗଣେଶଙ୍କ ବାହନ କିଏ ଥିଲେ? କାର୍ତ୍ତିକ ଓ ଗଣେଶଙ୍କ ବାହନ କିଏ ଥିଲେ? ଏହାର ଉତ୍ତର, କାର୍ତ୍ତିକଙ୍କ ବାହନ ଥିଲେ ମୟୂର ଏବଂ ଗଣେଶଙ୍କ ବାହନ ଥିଲେ ମୂଷିକରାଜ ବା ମୂଷା। ଶେଷ ପ୍ରଶ୍ନ, ପ୍ରଶ୍ନ ନମ୍ବର 3, କାର୍ତ୍ତିକ ଗଣେଶଙ୍କ ମଧ୍ୟରେ କିଏ ବେଶୀ ଚତୁର? କିପରି? ତୃତୀୟ ନମ୍ବର ପ୍ରଶ୍ନର ଉତ୍ତର, ଗଣେଶ ବେଶୀ ଚତୁର। ପ୍ରଶ୍ନରେ ଅଛି, କିପରି ଆମେ ଜାଣିବା? ନା, ଯେତେବେଳେ କାର୍ତ୍ତିକ ପୃଥିବୀ ପରିକ୍ରମା କରି ଫେରିଥିଲେ, ସେ ଦେଖିଲେ ଯେ ଗଣେଶ ହାରକୁ ସ୍ୱୀକାର କରି ବାପ ମାଙ୍କ ପାଖରେ ଦଣ୍ଡାୟମାନ। କାର୍ତ୍ତିକଙ୍କ ସନ୍ଦେହ ବା ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଦୂର କରିବାକୁ ଯାଇ ଗଣେଶ କହିଥିଲେ, ତୁମେ ସିନା ପୃଥିବୀ ଚାରିପଟେ ଥରେ ମାତ୍ର ବୁଲି ଆସିଛ, ହେଲେ ମୁଁ ପୃଥିବୀ ଚାରିପଟେ ତିନିଥର ବୁଲି ଆସିଛି। କାର୍ତ୍ତିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗଣେଶ କହିଥିଲେ, ପୃଥିବୀ ଠାରୁ ବାପ ମା ହେଉଛନ୍ତି ସବୁଠାରୁ ବଡ଼, ତେଣୁ ମୁଁ ତାଙ୍କ ଚାରିପଟେ ତିନିଥର ବୁଲି ଆସିଛି। ସେତେବେଳେ ଶିବ ପାର୍ବତୀ କହିଥିଲେ, ହଁ, ଗଣେଶ ସବୁଠାରୁ ବୁଦ୍ଧିମାନ ଆଉ ଚତୁର। ସେ ନିଜର ବୁଦ୍ଧି ବଳରେ ଜିତି ସାରିଛି। ଆଚ୍ଛା ପିଲାମାନେ, ଏହି କାହାଣୀରୁ ଆମେ କି ଶିକ୍ଷା ପାଇଲେ? କି ଶିକ୍ଷା ପାଇଲେ? ନା, ଏହି କାହାଣୀରୁ ଆମେ ଏହି ଶିକ୍ଷାରେ ପହଞ୍ଚିଲେ ଯେ ବଳ ଠାରୁ ବୁଦ୍ଧି କେତେ ଶକ୍ତିଶାଳୀ ଯେ କଳ୍ପନା କରିବା କେବେ ସମ୍ଭବପର ନୁହେଁ। ଏବେ ତ ସମୟ ଆସିଛି, ଆଗକୁ
ଆହୁରି ସୁନ୍ଦର ସୁନ୍ଦର ବିଷୟବସ୍ତୁ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।